ବର୍ତ୍ତମାନ ଶ୍ରାବଣର ମାସ ଚାଲିଛି। ଶ୍ରଦ୍ଧାଳୁମାନେ ଶିବଙ୍କୁ ଜଳାଭିଷେକ ଉଦ୍ଦେଶ୍ୟରେ ଖାଲି ପାଦରେ ଚାଲି ଚାଲି ଯାଇଥାନ୍ତି। ଓଡ଼ିଶା ବ୍ୟତୀତ ଭାରତର ଅନେକ ରାଜ୍ୟରେ ଥିବା ଶୈବପୀଠମାନଙ୍କରେ ଏହା ପାଳନ କରାଯାଇଥାଏ। ଏହି କାଉଡ଼ିଆ ଯାତ୍ରାଟି ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମାର ସମସ୍ତ ସୋମବାର ପାଳନ କରାଯାଇଥାଏ। ନମସ୍କାର ଦର୍ଶକ ବନ୍ଧୁ, ଆଜି ଆମେ ଭିଡ଼ିଓ ମାଧ୍ୟମରେ ଜାଣିବା କେବେଠାରୁ ଓ କାହିଁକି ଏ କାଉଡ଼ି ଯାତ୍ରା ଆରମ୍ଭ ହୋଇଥିଲା। କାଉଡ଼ି ଯାତ୍ରାର ପ୍ରଥମ କାଉଡ଼ିଆ କିଏ? ପୌରାଣିକ ମତ ଅନୁସାରେ ଦେବତା ଓ ଦାନବମାନଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନରୁ ଶ୍ରାବଣ ଅମାବାସ୍ୟା ଦିନ ସମୁଦ୍ରରୁ ଅମୃତ ଓ ହଳାହଳ ନାମକ ବିଷ ପ୍ରାପ୍ତ ହୋଇଥିଲା। ସେ ବିଷ ଏତେ ବିଷାକ୍ତ ଥିଲା ଯେ ବିଷର ପ୍ରଭାବରେ ସାରା ସୃଷ୍ଟି ବିଲୁପ୍ତ ହୋଇଯାଇଥାନ୍ତା। ଦେବତାମାନଙ୍କର ଅନୁରୋଧ କ୍ରମେ ସେହି ହଳାହଳ ନାମକ ବିଷକୁ ମହାଦେବ ପାନ କରିଥିଲେ। ବିଷରୁ ବାହାରୁଥିବା ଜ୍ୱାଳାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ ହୋଇଯାଇଥିଲା। ପାନ ଯନ୍ତ୍ରଣାରୁ ମୁକ୍ତି ପାଇଁ ଦେବତା ଓ ମୁନିଋଷିମାନେ ତାଙ୍କ ମସ୍ତକରେ ସୁବାସିତ ଜଳ ଢାଳିଥିଲେ। ଏହି ଦିନଟିକୁ ମନେ ପକାଇବା ପାଇଁ ଶ୍ରାବଣ ମାସର କାଉଡ଼ିଆମାନେ ମହାଦେବଙ୍କ ଉପରେ ଜଳାଭିଷେକ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ମହାଦେବଙ୍କର ଶ୍ରାବଣ ମାସ ଅତି ପ୍ରିୟ। କାଉଡ଼ିଆ ଯାତ୍ରା ଶହ ଶହ ବର୍ଷରୁ ଚାଲି ଆସିଛି। ତେଣୁ ଯାତ୍ରାର ଆରମ୍ଭ କେବେ ଓ କିଏ କରିଥିଲେ ତାହା ପୁରାଣରେ ଅନେକ ବର୍ଣ୍ଣନା ରହିଛି। ସର୍ବପ୍ରଥମେ କାଉଡ଼ିଆ ଭାବେ ଭଗବାନ ଶ୍ରୀରାମକୁ କହିଥାନ୍ତି। ପ୍ରଭୁ ଶ୍ରୀରାମଚନ୍ଦ୍ର ବିହାରର ସୁଲତାନଗଞ୍ଜ କାଉଡ଼ିରେ ଗଙ୍ଗାଜଳ ନେଇ ବାବାଧାମରେ ଶିବଲିଙ୍ଗରେ ଜଳାଭିଷେକ କରିଥିଲେ ବୋଲି ପୁରାଣରେ ବର୍ଣ୍ଣନା ହୋଇଛି। ମହାଦେବଙ୍କର ପରମ ଭକ୍ତ ପରଶୁରାମ ସର୍ବପ୍ରଥମେ ଏହି ଯାତ୍ରା ଆରମ୍ଭ କରିଥିଲେ ବୋଲି କେତେକ କହନ୍ତି। ପରଶୁରାମ ଉତ୍ତରପ୍ରଦେଶର ବାତପକ ପାଖରେ ଥିବା ମହାଦେବ ମନ୍ଦିରରେ କାଉଡ଼ିରେ ଗଙ୍ଗାଜଳ ଆଣି ଜଳାଭିଷେକ କରିଥିଲେ। ପରଶୁରାମ ଏହି ପ୍ରାଚୀନ ଶିବଲିଙ୍ଗରେ ଜଳାଭିଷେକ କରିଥିବା ଲାଗି ଗଡ଼ମୁକ୍ତେଶ୍ୱରରୁ ଗଙ୍ଗାଜଳ ଆଣିଥିଲେ। ଆଜି ବି ଏହି ମାନ୍ୟତାକୁ ପାଳନ କରିବା ପାଇଁ ଶ୍ରାବଣ ମାସରେ ଗଡ଼ମୁକ୍ତେଶ୍ୱରରୁ ଜଳ ଆଣି ଭକ୍ତମାନେ ମହାଦେବଙ୍କୁ ଜଳାଭିଷେକ କରନ୍ତି। ଗଡ଼ମୁକ୍ତେଶ୍ୱରକୁ ବର୍ତ୍ତମାନ ସମୟରେ ବଜ୍ରଘାଟ ନାମରେ ଜଣାଯାଏ। ଅନ୍ୟ ଏକ କଥା ଅନୁସାରେ ମହାଦେବଙ୍କର ପରମ ଭକ୍ତ ଲଙ୍କାପତି ରାବଣ ଭଗବାନ ମହାଦେବଙ୍କର ଏହି ମାରାତ୍ମକ ଯନ୍ତ୍ରଣାରୁ ମୁକ୍ତି କରିବା ଲାଗି ଧ୍ୟାନ କରିଥିଲେ। ପରେ ରାବଣପୁରୀରେ ଅବସ୍ଥିତ ମହାଦେବଙ୍କ ଶିବଲିଙ୍ଗରେ ଜଳାଭିଷେକ କରିଥିଲେ। ଯେତେବେଳେ ରାବଣ ଏହା କରିଥିଲେ ମହାଦେବ ହଳାହଳ ବିଷର ପ୍ରଭାବରୁ ମୁକ୍ତି ପାଇଥିଲେ। ଏପଟେ ଶ୍ରବଣ କୁମାର ଏହି ଯାତ୍ରା ଆରମ୍ଭ କରିଥିଲେ ବୋଲି କିଛି ଲୋକ ମତ ଦିଅନ୍ତି। ସେ ହରିଦ୍ୱାରରେ ନିଜ ଦୃଷ୍ଟିହୀନ ପିତାମାତାଙ୍କର ଗଙ୍ଗାସ୍ନାନ ଇଚ୍ଛା ପୂରଣ କରିବା ପାଇଁ ସେମାନଙ୍କୁ ଭାରରେ ବୋହିଥିଲେ। ହରିଦ୍ୱାରରେ ପିତାମାତାଙ୍କୁ ଗଙ୍ଗା ସ୍ନାନ କରାଇଥିଲେ। ଦର୍ଶକ ବନ୍ଧୁ, ଧାର୍ମିକ ବିଶେଷତ୍ୱ ଏହା ମଧ୍ୟ ଅଟେ। ସମସ୍ତ କାଉଡ଼ିଆ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି। ଗେରୁଆ ରଙ୍ଗ ଜୀବନରେ ଉର୍ଜା, ସାହସ ଓ ଆସ୍ଥା ଗତିଶୀଳତା ବଢ଼ାଇଥାଏ।